ଜ୍ୱର କାଲିଠୁ ଜ୍ୱର ସେଥିପାଇଁ ଆସିଥିଲି ଦେଖିବା ପାଇଁ ଟିକେଟ କାଉଣ୍ଟରକୁ ଯାଇଥିଲି ଟିକେଟ ଦେଲେନି ଏଠିକି ଅନୁଗୁଳ ଚାଲିଯିବ ପଳେଇ ଆସିଲି ଡକ୍ଟରକୁ ଦେଖିବା ପାଇଁ ଆଉ ଡକ୍ଟର ବି ମନା କଲେ କହିଲେ ଏଠି ଆଜି ଡକ୍ଟରଙ୍କର ଷ୍ଟ୍ରାଇକ୍ ଚାଲିଛି ଆଉ ସେ କଲେଜ ପଳାନ୍ତୁ ସେ କହିଲେ କଲେଜ ପଳାନ୍ତୁ କହିଲେ ବସ୍ ଚାଲିଛି କଲେଜ ପଳାନ୍ତୁ କଣ କହିବା ଆଉ ସେ ତ ମନା କଲେ ଦେହଟା ବହୁତ ଖରାପ ମୋର କାଲିଠୁ ପଡିଛି ଚାଲି ବି ପାରୁନି ନାଇଁ ନା ରୋଗୀ ସେବା ଠିକ ଚାଲିଛି ଆମର ଯୋଉ କଣ୍ଟ୍ରାକ୍ଚୁଆଲ ଡାକ୍ତର ମାନେ ସବୁ ଆମେ ମ୍ୟାନେଜ କରୁଛୁ ଆଉ ସରକାରୀ ଡାକ୍ତର କେହି ଆସିନାହାନ୍ତି ଆଜି ତାଙ୍କ ପାଇଁ ଆମେ ବର୍ତ୍ତମାନ ମ୍ୟାନେଜ କରିଦେବୁ ଯୋଉଟା ସିରିୟସ୍ କେସ୍ ଆମେ ରେଫର କରିଦେବୁ ମେଡିକାଲ କଲେଜ ରୋଗୀ ସେବା କିଛି ବ୍ୟାହତ ନାହିଁ ଆମେ ମ୍ୟାନେଜ କରିଦେଉଛୁ କଣ୍ଟ୍ରାକ୍ଚୁଆଲ 8 ଜଣ ଡାକ୍ତର ବର୍ତ୍ତମାନ ଅଛନ୍ତି ଯୋଉଠି 40 ଜଣ ଡାକ୍ତର ଜାଗାରେ 8 ଜଣ ଡାକ୍ତର କଦାପି ସମ୍ଭବ ନୁହଁ ବହୁତ ଅସୁବିଧା ହବ ଯେତିକି ପାରୁଛୁ ଆମେ ମ୍ୟାନେଜ କରିଦେଉଛୁ ଆମେ ସାର୍ ଯାଜପୁର ଆସିଛୁ ଯାଜପୁର ପେସେଣ୍ଟ ନେଇକି ଆସିଛୁ ପେସେଣ୍ଟ ନେଇକି ଆସିଲା ବେଳକୁ ଗୋଟେ ଟିକେଟ ଦେଲେ ଗୋଟେ ଟିକେଟ ଦଉନାହାନ୍ତି ଆଜି ବନ୍ଦ କରୁଛନ୍ତି ତାହେଲେ ପେସେଣ୍ଟଟା ଫେରିଯିବ କି ଆମେ ଘର ଘର ଯୋଉ ହଇରାଣ ହେଇକି ଆସୁଛୁ ମେଡିକାଲ ଆସୁଛୁ ମେଡିକାଲ ଯଦି କୌଣସି କିଛି କାମ ନ ହେଲା ତାହେଲେ ପେସେଣ୍ଟଟା ନେଇକି କଣ କରିବୁ ଘରେ ହେଲା ଟିକେଟ ପୁରା ନାହିଁ ଆଜି ପୁରା ସେଇ ସାର୍ ନାହିଁ କହିଲେ ସେ ପେସେଣ୍ଟ ରହିଯିବ ଯୋଉ ସାର୍ଙ୍କ ଦ୍ୱାରା ମାନେ କାମଟା ଚାଲିବ ସେ ସାର୍ ତ ନାହିଁ ଆଜି କଣ କରାଯିବ ତାହେଲେ ପେସେଣ୍ଟଟା ନହେଲେ ଯଦି ବନ୍ଦ ରହୁଛି ତାର ମେଡିକାଲ ବନ୍ଦ ରହିଯାଉ ଟୋଟାଲ ତାଲା ପଡୁ ଷ୍ଟ୍ରାଇକ୍ ଠିକ ରହୁନାହାନ୍ତି କାହିଁକି ମାନେ ପେସେଣ୍ଟ ଆଣିକି ଲୋକମାନେ ରହିଲେ କୋଉଠି ରହିବେ ସେମାନେ ଯଦି ବନ୍ଦ ହବ ପେସେଣ୍ଟ ପଡିଥିବ ସେ କିଛି କରିପାରୁନଥିବ ଯାହା ଆମେ ଯଦି ଘର ଗାଁ କିଛି କରିପାରିବୁ କି କିଛି କରିପାରିବୁ ନାହିଁ ଗାଁକୁ ଆଣିବୁ ସେଇଟା ଆମର ହେଲା ଅଭିଯୋଗ ମୋ ସ୍ତ୍ରୀର ଗୋଡ଼ଟା ଆଜ୍ଞା ପଡ଼ିକି ମୋଡ଼ିକି ଚାଲି ପାରୁନାହାନ୍ତି ତାଙ୍କର ଟିକେଟ୍ ନେଇକି ଆସିଥିଲି ତ ଟିକେଟ୍ ନେଇକି ମନା କରୁଛନ୍ତି ଆପଣ ନୂଆ ମେଡିକାଲକୁ ଯାଆନ୍ତୁ ଯୋଉ ନୂଆ ମେଡିକାଲ ସେଠି ଅର୍ଥୋପେଡି ନାହିଁ ଆଜ୍ଞା ତ ତେଣୁକରି ଏଠି ଅର୍ଥୋପେଡି ଅଛି ଅର୍ଥୋପେଡିରେ ଆମେ ଦେଖେଇବୁ ନା ସେଠି ନୂଆ ମେଡିକାଲ ଆମେ କଣ କରିବୁ ଆଜ୍ଞା ଏଠୁ ଟିକେଟ୍ ଫିକେଟ୍ କରି ଆଜ୍ଞା ଦେଖେଇକି ଆମେ ପଳେଇବୁ ଟିକେଟ୍ ଦେବେ ସେ ଆଜ୍ଞା ମନା କରୁଛନ୍ତି ଆମେ ଦେଇପାରିବୁ ନାହିଁ ସେଠିକି ପଳାନ୍ତୁ ବଡ଼ ମେଡିକାଲ ପଳାନ୍ତୁ ଆମେ ବଡ଼ ମେଡିକାଲ କଣ କରୁଛୁ ସେଠି ଅର୍ଥୋପେଡି ଖେଳା ହେଇନି ନା ସେଇଟା ହେଲା ପ୍ରୋବ୍ଲେମ୍ ଆଜ୍ଞା ଯେ ଡକ୍ଟର ମାନେ ଟିକେଟ୍ କାଉଣ୍ଟରରେ ଟିକେଟ୍ ଦେଉଛନ୍ତି ସେମାନେ ସେମାନେ କହୁଛନ୍ତି ଆମେ ଦେଇପାରିବୁ ନାହିଁ ତ କଣ କରିବେ ଆଜ୍ଞା ଆପଣ କୁହନ୍ତୁ ସେଇଟା ତ ଡକ୍ଟରମାନଙ୍କର ଗୋଟେ ଲଙ୍ଗ ଷ୍ଟାଣ୍ଡିଂ ଡିମାଣ୍ଡ ଆମର ଆସୋସିଏସନ୍ ଅଛି ବିଫୋର ଇଣ୍ଡିପେଣ୍ଡେନ୍ସ 1946ରୁ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ସ୍ତରରେ ଆମେ ଡିମାଣ୍ଡ କରିକି ଆସୁଛୁ କିନ୍ତୁ ବର୍ତ୍ତମାନ ସ୍ଥିତି ଏମିତି ଆସିଛି ବାଧ୍ୟ ହେଇକରି ଆମକୁ ବାହାରେ ଆସିକି ବସିବାକୁ ପଡ଼ୁଛି ବର୍ତ୍ତମାନ ଯେଉଁ ଡିସେମ୍ବର ମାସରେ ହେଇଥିଲା ଆପଣମାନଙ୍କର ଯେଉଁ ଘଣ୍ଟେ 2 ଘଣ୍ଟା ଲେଖା ଆମେ ଡ୍ୟୁଟି ବନ୍ଦ କରୁଥିଲୁ ସେତେବେଳେ ସରକାର ଆମକୁ ଏସ୍ୟୋର କରିଥିଲେ ଆଉ କିଛି ଆମେ ଆପଣଙ୍କର ଡିମାଣ୍ଡ ଯାହା ଅଛି ଆମେ ଫୁଲଫିଲ୍ କରିବୁ ବୋଲି କିନ୍ତୁ ଦୀର୍ଘ 5-6 ମାସ ବିତିଗଲା ପରେ ମଧ୍ୟ ଆମର କିଛି ଗୋଟେ ବି ସିଙ୍ଗିଲ୍ ଡିମାଣ୍ଡ ଆଜି ସୁଦ୍ଧା ଫୁଲଫିଲ୍ ହେଇପାରିଲା ନାହିଁ ସେଥିପାଇଁ ବାଧ୍ୟ ହେଇକରି ସାର୍ ଏଇଟା ଆମେ ବର୍ତ୍ତମାନ ଯେଉଁ ଆମର ସେକ୍ରେଟାରୀ ସାର୍ କହୁଥିଲେ ବର୍ତ୍ତମାନ 10 ଦଫା ଦାବି ନେଇକରି ଆମେ ଏଠି ବସିଛୁ ଯେଉଁଟା ଆମର DACP ଯେଉଁଟା ସେଣ୍ଟ୍ରାଲ ସ୍କିମ୍ରେ ଯେଉଁଟା ଆମର ଗୋଟେ ପ୍ରମୋସନ୍ ଅଛି ସେଣ୍ଟ୍ରାଲ ସ୍କିମ୍ ଅଛି ସେଣ୍ଟ୍ରାଲ ସ୍କିମ୍ ଯେମିତି ଟାଇମ୍ ବାଉଣ୍ଡ ପ୍ରମୋସନ୍ ଟାଇମ୍ ବାଉଣ୍ଡ ସ୍କେଲ୍ ଯାହା ଅଛି ସେଇଟା ଗୋଟେ ମେନ୍ ଡିମାଣ୍ଡ ଆମର ତାପରେ ବର୍ତ୍ତମାନ ଦେଖନ୍ତୁ ବିଭିନ୍ନ ଜାଗାରେ ଯେଉଁ ଡକ୍ଟରମାନଙ୍କୁ ଆଟାକ୍ ହେଉଛି ସିକ୍ୟୁରିଟି ଆମ ପାଇଁ କିଛି ନାହିଁ ସିକ୍ୟୁରିଟି କୁହନ୍ତୁ ତାପରେ ଆମର ଯେଉଁଟା ଆମର ଯାହା କାମ କରୁଛୁ ଆମର ପୋଷ୍ଟପୋନ୍ ଏନାଉନ୍ସ କୁହନ୍ତୁ କି ସୁପର ସ୍ପେଶାଲିଷ୍ଟମାନଙ୍କର ତାଙ୍କର ଇନସେଣ୍ଟିଭ୍ ଆମର ତ ସରକାରଙ୍କ ପାଖରେ ଆମେ ଅପିଲ୍ କରୁଛୁ ସରକାରଙ୍କୁ ଆମେ ସମସ୍ତଙ୍କ ସହ ଅଛୁ କିନ୍ତୁ ଆଶା ବିଶ୍ୱାସ ଆମେ କରୁଛୁ ନିଶ୍ଚୟ ସରକାର କିଛି ଆମର 100% ନହେଲେ ବି ଯାହା ଆମର ମେନ୍ ଡିମାଣ୍ଡ ଗୁଡ଼ାକ ନିଶ୍ଚୟ ଆମେ ଶୁଣିବେ ବୋଲି ଆମେ ଆଶା କରୁଛୁ କିନ୍ତୁ ସାର୍ ଆମର ଷ୍ଟେଟ୍ ଏକ୍ଜିକ୍ୟୁଟିଭ୍ ଆଉ ଆମର ବ୍ରାଞ୍ଚ ଏକ୍ଜିକ୍ୟୁଟିଭ୍ ଯାହା ଡିସାଇଡ୍ କରିବ କିନ୍ତୁ ଆମର ଯଦି ଆଜି ବି କିଛି ଆସୁରାନ୍ସ ମିଳିଯାଏ ଆଜି ବି ଆମେ ୱିଡ୍ର କରିବୁ କିନ୍ତୁ ନହେଲେ ଆମେ ଆଗକୁ କଣ୍ଟିନ୍ୟୁ କରିବୁ ଆମେ ଆମର ଅନୁସାର ଆପଣଙ୍କ ପାଇଁ ଡାକ୍ତରମାନେ ଆଜିଠୁ ସମ୍ମାନରେ ବାହାରିଛନ୍ତି ଆଉ ରୋଗୀ ସେବା ଆମ ଜିଲ୍ଲାରେ ବ୍ୟାହତ ଏପର୍ଯ୍ୟନ୍ତ ହେଇନି ଆମର ସେଥିପାଇଁ ଆମର DMF ଡକ୍ଟର କଣ୍ଟ୍ରାକ୍ଚୁଆଲ ଡକ୍ଟର ମାନଙ୍କ ପାଇଁ ଗୋଟେ କଣ୍ଟିଜେନ୍ସି ପ୍ଲାନିଂ କରାଯାଇଛି ଆଉ ରୋଗୀ ସେବା ଚାଲିଛି ତା ସହିତ ଯେହେତୁ ଏଇଟା ଆମର ମେଡ଼ିକାଲ କଲେଜ ସହିତ ସଂଯୁକ୍ତ ଅଛି ସେଥିପାଇଁ ଆମର OG ପେଡ଼ିଆଟ୍ରିକ୍ TB ଆୟୁର୍ବେଦିକ ପୋଷ୍ଟମର୍ଟମ୍ ଏଗୁଡ଼ାକ ମଧ୍ୟ ମେଡ଼ିକାଲ କଲେଜ ସହିତ ଯେହେତୁ ସଂଯୁକ୍ତ ଅଛି ଆମ କାମ ସୁଚାରୁ ରୂପେ ଚାଲିଛି କମିଟିରେ SC ଅଛନ୍ତି 17ଟା STS 2ଟା ଆଉ BHS ଗୋଟେ ସମୁଦାୟ 20ଟା
ହସ୍ପିଟାଲ ଅଛି, ତା ସହିତ PSC ଅଛି। ତ ସବୁ ମୋ ପାଖକୁ ଯାହା ଖବର ଆସିଛି କିଛି PSC ସେମାନେ ଷ୍ଟ୍ରାଇକ୍ରେ ନାହାନ୍ତି, କିଛି ଷ୍ଟ୍ରାଇକ୍ରେ ଅଛନ୍ତି। ସେଠି ମଧ୍ୟ ଆମର ଅଲ୍ଟରନେଟିଭ୍ ଆରେଞ୍ଜମେଣ୍ଟ ଆମେ କରିଛୁ। ଆୟୁଷ ମେଡ଼ିକାଲ ଅଫିସର, କଣ୍ଟ୍ରାକ୍ଟର ମେଡ଼ିକାଲ ଅଫିସର ସେମାନଙ୍କୁ ନେଇକରି ଆମେ ରୋଗୀ ସେବାକୁ ଚାଲୁ କରିଛୁ। ସବୁଠୁ ପ୍ରଥମେ ଆମେ ଜନସାଧାରଣଙ୍କୁ କ୍ଷମା ମାଗିବୁ ଯେ ଆମ ପାଇଁ ଅସୁବିଧା ଯାହା ବି ହେଉଛି, ଅସୁବିଧା ଟିକେ ହେଉଛି, ଆମେ ଜାଣୁଛୁ କିଛିଟା ଅସୁବିଧା ହେଉଛି, ବଟ୍ ଆମର ଯେଉଁ ଦାବି ଅଛି, ନ୍ୟାଯ୍ୟ ଦାବି ଥିଲା, ଆମେ ଲାଷ୍ଟ ପାଖାପାଖି ବର୍ଷେ ହେଲାଣି ଆମେ ଦାବିକୁ ଉପସ୍ଥାପିତ କରିଚାଲିଛୁ। ଆପଣମାନେ ଜାଣିଥିବେ ଲାଷ୍ଟ ଡିସେମ୍ବର ମାସରେ ଗୋଟେ ଷ୍ଟ୍ରାଇକ୍ ହେଇଥିଲା, ଯେଉଁଟା ଆମେ ଘଣ୍ଟେ, ତାପରେ 2 ଘଣ୍ଟା, ତାପରେ ଯେତେବେଳେ ଫାଇନାଲି ଆମକୁ କିଛି ଗୋଟେ ଆଶ୍ୱାସନା ମିଳିଲା ତ ଆମେମାନେ ଓହରିଥିଲୁ। ଇନିସିଆଲି ସରକାର 3 ମାସ କହିଥିଲେ, ଗୋଟେ କମିଟି ହେଇଥିଲା 3 ମାସ କହିଥିଲେ। ଆମେ ତାଙ୍କୁ ସମ୍ମାନ ଜଣେଇକି ଆମେ 3 ମାସ କିଛି ଲିଖିତ ମିଳିନଥିଲା, କିନ୍ତୁ 3 ମାସ ପାଇଁ ଆମେ ୱେଟ୍ କରିଥିଲୁ। ଆମେ 3 ମାସ ନୁହେଁ, ଆମେ 6 ମାସ ପାଇଁ ୱେଟ୍ କରିଥିଲୁ। ତାପରେ ସବସିକ୍ୱେଣ୍ଟଲି ଯେତେବେଳେ 6 ମାସ ବି ଗଡ଼ିଗଲା, ଆମର ବହୁତ ଥର ଯାଇକି ମିଳିଛି ଆଶ୍ୱାସନ, ଅବଭିୟସଲି ମିଳୁଛି, କିନ୍ତୁ ଆମକୁ ଲିଖିତ ମିଳୁନି କି ଆମର ସେମିତି କିଛି ଦାବି କିଛି ଏଯାଏଁ ଭଲରେ। ଆମ ମେନ୍ ଦାବି ଯେଉଁଟା ଅଛି DSCP, ଲେବୁଲ୍ 15 ଆବୋଲିସନ୍, ଆମର ସିକ୍ୟୁରିଟି, ଆମର କ୍ୟାଡର ରିଷ୍ଟ୍ରକ୍ଚରିଂ, ଯେଉଁଟା ମେନ୍ ଦାବି ଗୁଡ଼ା ଅଛି, ସବୁ ଅଲରେଡ଼ି ଆମେମାନେ ଆଗରୁ ବି ଦେଇଛୁ, ପୁଣି ଥରେ କହୁଛୁ, ସବୁଗୁଡ଼ା ନ୍ୟାର୍ଯ୍ୟ ଦାବି। ଗୋଟେ ଉଦାହରଣ ଦେଇ କହୁଛି, ଆମର ଲେବୁଲ୍ 15 ମାନେ ଆମର ସବୁ କ୍ଲାସ୍ 1 ଯେତିକି କ୍ୟାଡର ସବୁ ଅଛନ୍ତି, ମାନେ ଡାକ୍ତର ହୁଅନ୍ତୁ, ଇଞ୍ଜିନିୟର ହୁଅନ୍ତୁ, OS ହୁଅନ୍ତୁ, ଏଜୁକେସନ୍ ସର୍ଭିସ୍ ହୁଅନ୍ତୁ, ସମସ୍ତଙ୍କର 12, 13, 14, 15, 16, 17 ଏମିତି ଅଛି। ବଟ୍ ଆମର 12, 13, 14, 15, 16 ଅଛି, ବଟ୍ ଅନ୍ୟମାନଙ୍କର 15 ନାହିଁ। ସେମାନେ ଡାଇରେକ୍ଟ 14 ପରେ 16 ଯାଉଛନ୍ତି, ଆମେ 14 ପରେ 15 ହେଇକି 16 ଯାଉଛୁ। ଆମ ପାଇଁ ସେଇଟା ଅଲଗା କାହିଁକି? ସେଇଟା ଗୋଟେ ମାନେ ପ୍ରତିବନ୍ଧକ। ସେଇଟା ଗୋଟେ ଆମର ଗୋଟେ ମୁଖ୍ୟ ଡିମାଣ୍ଡ, ସେଇଟା ଆମକୁ ଖରାପ ଲାଗୁଛି ନ୍ୟାଚୁରାଲି। ଆମେ ଚାହୁଁଛୁ ଯେ ଯଥାଶୀଘ୍ର ସରକାରଙ୍କୁ ଆମେ ଅପିଲ୍ କରୁଛୁ ଆପଣମାନଙ୍କ ମଧ୍ୟରେ, ଆମେ ସରକାରଙ୍କ ସପୋର୍ଟରେ ଅଛୁ, ଜନସାଧାରଣଙ୍କ ସପୋର୍ଟରେ ଅଛୁ। ଆମେ ଚାହୁଁଛୁ, ମାନେ ଏଇଟା ଆମର ଲାଷ୍ଟ ପନ୍ଥା, ଏଇଟା ଆମ ପାଇଁ ବହୁତ ଡିଫିକଲ୍ଟ ପନ୍ଥା। ମାନେ ଏଇଟା କେବେ ହେଲେ ବି ଏଇଟା ଗୋଟେ ଆମ ପାଇଁ ଇଜି, ଗୋଟେ ଡାକ୍ତର ପାଇଁ ଗୋଟେ ଇଜି ନୁହଁ ଯେ ଯାଇକି ପେସେଣ୍ଟ ଦେଖା ବନ୍ଦ କରିଦେଇକି ଆମେ ଆସିକି ଏଠି ଷ୍ଟ୍ରାଇକ୍ରେ ବସିବୁ, କେବେ ହେଲେ ଇଜି ନୁହଁ। ସବୁ CSC PSCରୁ ଆସୁଛନ୍ତି। ଆମେ ଚାହୁଁଛୁ, ସାର୍ଙ୍କୁ ଅପିଲ୍ କରୁଛୁ, ଏଇଟା ତ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ସାର୍ଙ୍କୁ ବି ଅପିଲ୍ କରୁଛୁ ଯେ ଆମର ନ୍ୟାର୍ଯ୍ୟ ଦାବିକୁ ଦୟାକରି ଟିକେ ସହୃଦୟତାର ସହିତ ସ୍ୱୀକାର କରନ୍ତୁ, ଆମକୁ କିଛିଟା ମିଳୁ। ଆମର ମେନ୍ ଯେଉଁ ଦାବି ଅଛି ଆଟଲିଷ୍ଟ ସେତିକି ଫିଲ୍ଅପ୍ କରୁ। ଆମେ ଯଥାଶୀଘ୍ର ଚାହୁଁଛୁ ଯେ ଇଭିନ୍ ଆଜି ବି ଯଦି ହେଲା, ଆମେ ଆଜି ବି ଚାହୁଁଛୁ ଯେ ଆମେ କାମ ଜଏନ୍ କରିବୁ। ନାଇଁ, ସେଇ ଯେଉଁ ଜିନିଷଟା ଅଛି ଆମର ଗଭର୍ଣ୍ଣମେଣ୍ଟର ଟାଇମ୍ ଭିତରେ, ଡ୍ୟୁଟି ଆୱାର୍ସ ଭିତରେ ଯଦି କୌଣସି ଡକ୍ଟର ପ୍ରାଇଭେଟ୍ ପ୍ରାକ୍ଟିସ୍ କରୁଛନ୍ତି, ଓମସା ତାକୁ କଡ଼ା ନିନ୍ଦା କରୁଛୁ। ଆମେ ଚାହୁଁଛୁ, କାରଣ ଆପଣମାନଙ୍କ ମଧ୍ୟରେ କହୁଛୁ, ଯଦି ଆପଣମାନେ ଦେଖୁଛନ୍ତି ଡ୍ୟୁଟି ଆୱାର ଭିତରେ କିଏ ଯଦି ଜଏନ୍ କଲା, କାମ କଲା, ଏଠି ଫସିକି ଯାଇକି ସେଠି ଡ୍ୟୁଟି ଗଲା, ମାନେ ତାର ଡ୍ୟୁଟି ଆୱାର ଭିତରେ, ତାର ଛୁଟି ଅଛି, ଅଫ୍ ଅଛି, ଏଇଟା ଆନାଦର ଇସ୍ୟୁ। ତ ଡ୍ୟୁଟି ଆୱାର ଭିତରେ ଯଦି ଅବହେଳା କରି ଜଣେ କିଏ ପ୍ରାଇଭେଟ୍ ପ୍ରାକ୍ଟିସ୍ରେ ଲିପ୍ତ ଅଛି, ଆମେ ପ୍ରଥମେ ତାକୁ କଡ଼ା ନିନ୍ଦା କରୁଛୁ। ଆମେ ଚାହୁଁଛୁ ଯେ ସେ ଦଣ୍ଡିତ ହଉ, ସେ ଯେଉଁ ଡାକ୍ତର ହଉ। ମାନେ ସେ ଡାକ୍ତର ଆମ ସପୋର୍ଟରେ ନୁହେଁ, ସେ ଆମ ଓମସାକୁ ହେଲ୍ପ କରୁନାହାନ୍ତି, ସେ ରାଦର ସେଇମାନଙ୍କ କିଛି ଲୋକଙ୍କ ପାଇଁ ଆମେ ବଦନାମ ହେଉଛୁ, କହିବାକୁ ଗଲେ ଆମେ ନିନ୍ଦିତ ହେଉଛୁ। ଯେଉଁ କ୍ୱେଶ୍ଚନ୍ ଆପଣ ପଚାରିଲେ, ଆମେ ନିନ୍ଦିତ ହେଉଛୁ, ଆମେ ସେମାନଙ୍କ ସପୋର୍ଟରେ ବିଲକୁଲ ନୁହଁ। ଆମେ ଚାହୁଁଛୁ ଯେ ସେଇଟା ହଉ।